ସନ୍ଥ କବୀର ଭାରତର ଜଣେ ମହାନ ସନ୍ଥ କବି ଓ ସାମାଜିକ ସଂସ୍କାରକ ଥିଲେ। ସେ ଲୋକଙ୍କୁ ସତ୍ୟ, ଭକ୍ତି ଓ ମାନବତାର ପଥ ଦେଖାଉଥିଲେ। 1500 ଶତାବ୍ଦୀରେ ସେ ଦେଶ, ଜାତି ଓ ଧର୍ମର ଉପରକୁ ଯାଇ ସବୁ ଧର୍ମର ଭଗବାନଙ୍କୁ ଏକ ବୋଲି କହିଥିଲେ। ତାଙ୍କର ବହି, ଲେଖା ଓ ବାଣୀ ଆଜି ବି ଅମର। ଚାଲନ୍ତୁ ଶୁଣିବା ତାଙ୍କର କାହାଣୀ। ବାରାଣାସୀର ଜଣେ ମୁସଲମାନ ବୁଣାକାର ନିରୁ ଓ ନିମାଦ ରାସ୍ତାରେ ଯାଉଥିଲା ବେଳେ ପୋଖରୀ ପାଖରେ ଛୋଟ ଛୁଆର କ୍ରନ୍ଦନ ସ୍ୱର ଶୁଣନ୍ତି। ସେ ଦେଖନ୍ତି ଯେ ଛୁଆଟି ଭାସିକି ଆସୁଛି। ସେ ମୁସଲମାନ ଦମ୍ପତିଙ୍କର କୌଣସି ପିଲାଛୁଆ ନଥାନ୍ତି। ସେମାନେ ସେ ଛୋଟ ଶିଶୁପୁତ୍ରକୁ ପାଳିବାକୁ ଲାଗିଲେ। ମୁସଲମାନଙ୍କ ନାମକରଣ ହିସାବରେ ସେ ଦମ୍ପତି ପିଲାଟିର ନାମ କବୀର ରଖିଲେ। ଯେହେତୁ ସେମାନେ କପଡ଼ା ବୁଣାକାର ଥିଲେ, କବୀର ମଧ୍ୟ ସେ କାମ ଶିଖିବାକୁ ଲାଗିଲେ। ଖାଲି ସେତିକି ନୁହେଁ, ଗୀତା, କୋରାନ ସବୁ ପଢ଼ି ପିଲାବେଳୁ ଧର୍ମନିରପେକ୍ଷ ରହି ସବୁ ଧର୍ମର ଜ୍ଞାନକୁ ନିଜେ ଆହରଣ କରୁଥିଲେ। ସେ ସମୟରେ ଦେଶରେ ମୋଗଲ ଶାସନ ଚାଲିଥାଏ ଏବଂ ସବୁଆଡ଼େ ହିନ୍ଦୁ ମୁସଲିମ ଜାତିଭେଦର ଆନ୍ଦୋଳନ ଚାଲିଥାଏ। କବୀର ସର୍ବଧର୍ମ ସମାନତାକୁ ହୃଦୟରେ ରଖି ଧୀରେ ଧୀରେ ବଡ଼ ହେବାକୁ ଲାଗିଲେ। ସେ ମନରୁ ହିନ୍ଦୁ, ଶରୀରରୁ ମୁସଲିମ ଓ ହୃଦୟରୁ ସର୍ବଧର୍ମ ସମନ୍ୱୟର ରାସ୍ତାରେ ରହି ଆଗକୁ ଆଗକୁ ବଢ଼ି ଚାଲିଲେ। ତାଙ୍କ ଜୀବନର ସବୁଠୁ ବଡ଼ ଶିକ୍ଷା ଥିଲା ମନୁଷ୍ୟ ଧର୍ମ, ଜାତି ବିଭେଦ ସବୁ ଛାଡ଼ି ଭଗବାନଙ୍କ ନିକଟରେ ପହଞ୍ଚିବା। ତାଙ୍କ ଲେଖା ମାଧ୍ୟମରେ ସେ ଉଚ୍ଚ ଜାତି, ନୀଚ ଜାତି, ଭିନ୍ନ ଭିନ୍ନ ଧର୍ମର ନିୟମ କାନୁନକୁ ବିନମ୍ର ସହ ପ୍ରତ୍ୟାଖ୍ୟାନ କରୁଥିଲେ। ମୂର୍ତ୍ତି ପୂଜା, ମନ୍ଦିର, ମସଜିଦ ଯିବାକୁ ମାନୁନଥିଲେ। ସେ କହୁଥିଲେ ଭଗବାନ ସର୍ବବ୍ୟାପୀ, ନା ଆଦି ଅଛି ନା ଅନ୍ତ। ଏସବୁ କବୀରଙ୍କ କଥା ସେତେବେଳ ସମୟରେ ଲୋକଙ୍କ ପାଇଁ ଥିଲା ଧର୍ମ ବିରୋଧୀ। ସେଥିପାଇଁ ସେତେବେଳେ ତାଙ୍କ ରାସ୍ତା କଣ୍ଟକପୂର୍ଣ୍ଣ ଓ ମୃତ୍ୟୁ ସଦୃଶ ହୋଇଯାଇଥିଲା। ରାମାୟଣ କଥା ଶୁଣିଲା ପରେ କବୀର ପ୍ରଭୁ ଶ୍ରୀରାମଙ୍କୁ ନିଜ ଆରାଧ୍ୟ ଭାବି ମନରୁ ପୂଜା କରୁଥିଲେ। ଥରେ ସେ ଗୁରୁ ବନେଇବାକୁ ଆଗ୍ରହ ପ୍ରକାଶ କଲେ। ସେ ସମୟରେ ସ୍ୱାମୀ ରାମାନନ୍ଦ ଥିଲେ ଖୁବ୍ ବିଦ୍ୱାନ ଓ ବଡ଼ ସନ୍ଥ। ମାତ୍ର ମୁସଲମାନ ଜାତି ପାଇଁ ସେ ଏଥିରୁ ପ୍ରତ୍ୟାଖ୍ୟାନ ପାଇଥିଲେ। ହେଲେ କବୀର ମଧ୍ୟ ବଡ଼ ଜିଦିଆ ଥିଲେ। ଗଙ୍ଗାରେ ଗାଧୋଇ ଫେରୁଥିଲା ବେଳେ ସ୍ୱାମୀ ରାମାନନ୍ଦ ଭୁଲରେ କବୀରଙ୍କ ଉପରେ ପାଦ ରଖି ରାମ ରାମ କହି ଶେଷରେ ତାଙ୍କୁ ଶିଷ୍ୟ ଭାବରେ ଗ୍ରହଣ କଲେ। କିନ୍ତୁ ଏ ଖବର ଚାରିଆଡ଼େ ଖେଳିଗଲା ଯେ ସ୍ୱାମୀ ଜଣେ ଛୋଟ ଜାତିର ଲୋକଙ୍କୁ ଶିଷ୍ୟ ରୂପେ ଗ୍ରହଣ କରି ବିରାଟ ଅପରାଧ କରିଲେ। କବୀର ଦୋହାରେ କହନ୍ତି, ऊंचे कुल क्या जन्मिया, जे करनी ऊंच न होए, सुवर्ण कलश सुरा भरा साधु निंदे सोए। ମାନେ ଉଚ୍ଚ ଜାତିର ଜନ୍ମ ହୋଇ ଯଦି କର୍ମ ଭଲ ନ କରନ୍ତି, ସୁନା କଳସୀରେ ବିଷ ରହିଲା ପରି ଚତୁର୍ଦିଗରୁ ନିନ୍ଦା ପାଇବେ। ସେ ମଧ୍ୟ କହନ୍ତି, ହିନ୍ଦୁ କହେ ରାମ ମୋର ଭଲ, ମୁସଲମାନ କହେ ଆଲ୍ଲା ମୋର ଭଲ। ଦୁଇ ଜଣଙ୍କ ଲଢ଼େଇରେ ସତ୍ୟକୁ ଆଜି ଯାଏ କେହି ଜାଣିପାରିଲେନି। ଜାତି, ଧର୍ମ, ଉଚ୍ଚ ନିଚ, ସତ ମିଛ, ଅନ୍ଧବିଶ୍ୱାସକୁ ସେ ଖୁବ୍ ନିନ୍ଦା କରୁଥିଲେ। ଭଗବାନ ତାଙ୍କ ପାଇଁ ବ୍ରହ୍ମ ଥିଲେ, ସେ ଯାହାର ଆଦି ନାହିଁ କି ଅନ୍ତ ନାହିଁ। ଏସବୁର ପ୍ରଚାରରେ ଦୁଇ ଧର୍ମ ଗୋଷ୍ଠୀ କବୀରଙ୍କ ବିରୋଧରେ ସେ ସମୟରେ ମୁଗଲ ରାଜା ସିକନ୍ଦର ଲୋଧିଙ୍କୁ ଜଣାଇଲେ। ଲୋଧି ତାଙ୍କୁ ମାରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇ ଶେଷରେ କବୀରଙ୍କୁ ସନ୍ଥର ଆଖ୍ୟା ଦେଇଥିଲେ। କବୀରଙ୍କର ସ୍ତ୍ରୀଙ୍କ ନାମ ହେଲା ଲୋଇ। ତାଙ୍କର ଗୋଟେ ଝିଅ ଓ ଜଣେ ପୁତ୍ର ଥିଲେ।
ଧୀରେ ଧୀରେ କବୀରଙ୍କ ପ୍ରଭାବ ସବୁ ଧର୍ମର ଲୋକଙ୍କୁ ଆକର୍ଷିତ କରିଥିଲା। ଶେଷ ସମୟ ଯେବେ ପାଖ ହୋଇ ଆସିଲା, ଲୋକଙ୍କ ଅନ୍ଧବିଶ୍ୱାସକୁ ଲିଭାଇବା ପାଇଁ ସେ ଉତ୍ତରପ୍ରଦେଶର ମୋଖର ଜିଲ୍ଲାରେ ନିଜ ଶେଷ ଜୀବନ ବିତାଇବାକୁ ଲାଗିଲେ। କବୀର ଯେବେ ଦେହ ତ୍ୟାଗ କଲେ, ତା ପୂର୍ବରୁ ସେ କହିଥିଲେ ଯେ ତାଙ୍କୁ ଚାଦରରେ ଗୋଡ଼େଇ ଦେବା ପାଇଁ। ଆଉ ଠିକ୍ ସେହିପରି କରାଗଲା। କିଛି ସମୟ ପରେ ସମସ୍ତେ ଦେଖନ୍ତି ତ ଚାଦର ତଳେ ଖାଲି ଫୁଲ ଥିଲା। ଆଉ ଆଜି ବି ସେଠାରେ କବୀରଙ୍କର ସମାଧି ଦୁଇ ଧର୍ମରେ ବନିଛି, ଯାହାର ଗୋଟିଏ କାନ୍ଥ। ସନ୍ଥଙ୍କ ଜୀବନ ଆମକୁ ଶିଖାଏ ସତ୍ୟ କହିବା, ସବୁଙ୍କୁ ସମ୍ମାନ ଦେବା ଓ ଭଗବାନଙ୍କର ଭକ୍ତି କରିବା ହିଁ ମନୁଷ୍ୟ ଜୀବନର ସାର୍ଥକତା।